ତାହେଲେ ପିଲାମାନେ ପୁଣି ଥରେ ସ୍ୱାଗତ କରୁଛି ଧ୍ରୁବ ବସ୍ତିଆ ଟ୍ୟୁଟୋରିଆଲ ଏବଂ ଟେକ୍ ଚ୍ୟାନେଲକୁ। ଆଜି ଆମେ ଟ୍ୟୁଟୋରିଆଲ 3 ରେ ଦେଖିବା ଦଶମ ଶ୍ରେଣୀ ଗଣିତ ବହିର ଫାର୍ଷ୍ଟ ୟୁନିଟ୍ ଯୋଉଟା ସରଳ ସହ ସମୀକରଣ ଅଛି ସେ ବିଷୟରେ ଆମେ ଗତ ଟ୍ୟୁଟୋରିଆଲ 2 ରେ ଆଲୋଚନା କରିଥିଲେ। ଏବେ ଟ୍ୟୁଟୋରିଆଲ 3 ରେ ଆମେ ଯୋଉ एग्जांपल सब नेइथिले 1 टा एग्जांपल 1 सरीथिला तापर हमें 2 3 4 को आलोचना करिबा। तले चैनल ले जे नुआ आछंती से पूर्ण थरे जांतु ट्यूटोरियल 2 एवं 1 को देखंतु। देख सारला परे से ट्यूटोरियल 3 के आसीकी देखले बुझी परिबे। तो हेटी मु भल भाबरे सरल सह समीकरण को तार फंडामेंटल बेसिक जिंस गुडा बुझेइछि। तले जानतु सेठी आसंतु मु बर डिस्क्रिप्शन रे ट्यूटोरियल 1 2 रो लिंक भी दे देबी सेठु मते से माने देखि परिबे। यदि मो चैनल रे प्रथम थर पे आछन तार चैनल को सब्सक्राइब करिया सहित लाइक एवं शेयर करबा को भूलिबे नै। यदि कोनोसी गणित बुझेया समय असुविधा होउची ताले मते कमेंट्स रे लिखिले मु ताकू सुधारिबा को चेष्टा करबी। ताले ठीक अछि आ देरी न करी आरंभ करबा आजिरो ट्यूटोरियल 3 रो जो सह समीकरण रो सरल सह समीकरण रो एग्जांपल 2। ताले बे देखिबा एग्जांपल 2 देखिबा। ताले एग्जांपल 2 रे हमरो सकाज लेखचित्र अंकन करी हम समाधान करबा। समीकरण दुटा दे देछि। ओटा होछि x - 2y - 7 is equal to 0। तापर नेक्स्ट समीकरण टी देछि x + y + 2 is equal to 0। ताले एटा हला इक्वेशन 1 और इक्वेशन 2 देछि। दुटा समीकरण को आमे वर्तमान लेखचित्र माध्यम रे समाधान करबा। तो आमे सेमती प्रीवियस एग्जांपल जेमिति करिथिले x रो मूल्य को बा y को x रे परिणत करिया बा x को y रो रूप दबा। तनो गत एग्जांपल जो पूर्व एग्जांपल रे हमें जेमिति देखथिले कोन ना सेटा बही रे जहा देथिला जदी x रो मूल्य देछि हम y रे परिणत करथुले सेमति हमें ओलोटा करिबा। जदी बही रे x को y रे परिणत करछि तने हमें y को x रे परिणत करिके देखिबा तार मूल्य केते आसुछि। तले इक्वेशन 1 रो हमें x रे परिणत करिबा। ए इक्वेशन 1 टाको हमें x रे परिणत करिबा +7। अच्छा एटा अछि कोन ना -2y सेपटु गले हेजिबो कोन ना +2y एटा हे गला। तापरे हमें नेक्स्ट को जिबा x + y + 2 जो देछि तार हमें x रो मूल्य बाहर करिबा। x = एपटो पळेले कोन हेजिबो ना -2 - y। ताले एटा इक्वेशन 1 रो आछि एटा इक्वेशन 2 रो आछि। ताले x रो मूल्य हमें बाहर करले बा x टाको y रे परिणत करले x को y रे परिणत करले। ताले आ पई हमें प्रथमे दुटा टेबल करिबा तापर हमें लेखचित्र रे दर्शेबा। ताले हमें जो दुटा टेबल करिबा
ଇକ୍ୱେସନ୍ 1 ପାଇଁ ଗୋଟେ ଟେବୁଲ କରିବା। ସେଇଠି ଆମେ କ'ଣ କରିବା ନା x ଆଉ y ର ମୂଲ୍ୟ ନବା, ପୁଣି ଆ ପାଇଁ ମଧ୍ୟ x ର ଆଉ y ର ମୂଲ୍ୟ ନବା। ଯେତିକି ମୂଲ୍ୟ ହବ ତାକୁ ନେଇକି ଆମେ ଲେଖଚିତ୍ରରେ ପକେଇବା। ପୂର୍ବ ଉଦାହରଣରେ ବୁଝେଇଥିଲେ, ସେଇଟା ଦେଖିଲେ ଆପଣ ଜାଣିପାରିବେ। ସେଇ କଥାକୁ ଆଉ ଥରେ ମୁଁ x ର ମୂଲ୍ୟ 7 + 2y ନେଇଛନ୍ତି, ଆଉ ଏଠି ବି x ର ମୂଲ୍ୟ -2 - y ନେଇଛନ୍ତି। ତାହେଲେ ବର୍ତ୍ତମାନ ଆମେ କ'ଣ କରିବା ନା ଦୁଇଟାଙ୍କ ଇକ୍ୱେସନ୍ ପାଇଁ ଦୁଇଟା ଟେବୁଲ କରିବା, ଆଉ ତାକୁ ଲେଖଚିତ୍ରରେ ଦର୍ଶାଇବା। ତ ପ୍ରଥମ ଇକ୍ୱେସନ୍ ଏଇ ଯୋଉଟା ଦେଇଛି, ତାର x ମୂଲ୍ୟ ଆଉ y ମୂଲ୍ୟ ଆମେ ନିର୍ଣ୍ଣୟ କରିବା। ତାହେଲେ ଯଦି ଆମେ y ଜାଗାରେ ଆମେ ଏଠି ପକେଇବା କେତେ ନା -3। ତେଣୁ ମୁଁ କହିଛି ଯେ ଏଠି ଆମେ ଏମିତି ସଂଖ୍ୟା ପକେଇବା ଯେମିତି ଆମ ଲେଖଚିତ୍ରରେ ଗୋଟେ ସଂଖ୍ୟା ବାହାରିବ ଆଉ ନିମ୍ନ ସଂଖ୍ୟା ବାହାରିବ। ନିମ୍ନ ସଂଖ୍ୟା ବାହାରିଲେ ଆମକୁ ସୁବିଧା ହବ ତାକୁ ଆମେ ଲେଖଚିତ୍ରରେ ଦର୍ଶାଇବା ପାଇଁ। ଯଦି ଆମେ 12, 13, 15, 20 ପର୍ଯ୍ୟନ୍ତ ନବା, ତାହେଲେ ଆମକୁ ଅଧିକ କ'ଣ ଲେଖଚିତ୍ରର ଅଧିକ ସାଇଜ ଦରକାର ହବ। ଆମେ ତାକୁ ସେତିକି ଅଙ୍କ ପର୍ଯ୍ୟନ୍ତ ଲେଖିବା ଦରକାର ହବ। ସେଥିପାଇଁ ଆମେ -3 ଯଦି ଆମେ ଏଠି ନବା, ତାହେଲେ -3 ରେ 2 ଗୁଣିଲେ କେତେ ହବ ନା -6। -6 ଇଏ ହେଲା +7, ତାହେଲେ କେତେ ହେଇଗଲା? ତାହେଲେ ଯଦି -3 ନେବି y ଜାଗାରେ, ତାହେଲେ x ର ମୂଲ୍ୟ 7 - 6 = 1 ହେଇଗଲା। ମୋର ଦୁଇଟା ବିନ୍ଦୁ ହେଲେ ତ ଗୋଟେ ସରଳ ରେଖା ହେବ ଲେଖଚିତ୍ରରେ। ତ ଆଉ ଗୋଟେ ଆମେ ମୂଲ୍ୟ ନବା। ଯଦି ଆମେ ଏଠି -2 ନବା, -2 ଯଦି ବି ନବା, -2 ଯଦି ନବା ତାହେଲେ କେତେ ହବ ନା 2 × 4 -4, ତାହେଲେ ହେଇଗଲା କେତେ -4। y ର ମୂଲ୍ୟ ଯଦି ଆମେ -2 ନବା, ତାହେଲେ ଏଇଟା କେତେ ହେଇଯିବ 2 × 4 -4, ତାହେଲେ 7 - 4 7 - 4 = 3। ତାହେଲେ x ର ମୂଲ୍ୟ ହେଇଗଲା 3। ଏଟା ହେଲା କ'ଣ ନା ଲାଇନ୍ 1, ଯୋଉଟା ଇକ୍ୱେସନ୍ 1 ରୁ ଆମେ ବାହାର କଲେ। ସେମିତି ଲାଇନ୍ 2 ପାଇଁ ନିଜେ ପିଲାମାନେ ମୂଲ୍ୟ ପକେଇକି ଦେଖିବ। ମୁଁ ଗୋଟେ ମୂଲ୍ୟ ନେଇକି ପକେଇଛି, ଯଦି ଏମିତି ଆମେ ମୂଲ୍ୟ ପକେଇକି ଦେଖିବା, ତାହେଲେ y ର ମୂଲ୍ୟ ଆମେ ଯଦି -3 ନବା, ତାହେଲେ x ର ମୂଲ୍ୟ ହେଇଯିବ 1। ଆରି ପାଇଁ ଯଦି -3 ନେଇଗଲା, -3, ତାହେଲେ ଏଟା +3 ହେଇଗଲା, +3 - 2 = 1। ସେମିତି ଯଦି ଆମେ y ର ମୂଲ୍ୟ 2 ନବା ଇକ୍ୱେସନ୍ 2 ରେ, ତାହେଲେ x ର ମୂଲ୍ୟ -4 ହବ। ତାହେଲେ ଏଟା ବୁଝିହେଲା। ତେଣୁ ଏମିତି ନିଜେ ବି ପିଲାମାନେ ଖାତା ବାହାର କରିକି ନିଜେ କଷିକି ତାକୁ y ଜାଗାରେ ସଂଖ୍ୟା ପକେଇକି ଅଲଗା ଅଲଗା ମୂଲ୍ୟ ବି ନେଇକି ଆମେ କରିପାରିବା। ତେଣୁ ଆମକୁ ଟାର୍ଗେଟ ହେଉଛି ଯେ 2ଟା ବିନ୍ଦୁ ଦରକାର ଲେଖଚିତ୍ର ଉପରେ, ଯୋଉଟା ସହଜ ହୋଇଥିବା ଦରକାର। ଆମେ ସେଠି ଭଗ୍ନାଂଶ କିଛି ବାହାର କରିବା ନାହିଁ, ଏମିତି ସଂଖ୍ୟାଟେ ନବା ଯେମିତି ଆମର ସଂଖ୍ୟା ଗୋଟେ ବାହାରିବ, ମାଇନସ୍ ବାହାରୁ କି ପ୍ଲସ୍ ବାହାରୁ। ଠିକ ଅଛି, ତାହେଲେ ଆମେ ଏବେ ଲେଖଚିତ୍ରରେ ଦେଖିବା। ଏ ଜିନିଷଟାକୁ ଲିଭେଇ ଦଉଛି। ଲେଖଚିତ୍ର କରିବା। ଏଟା ହେଲା x, ଏଟା ହେଲା x ଡ୍ୟାସ୍, ଏଟା ହେଲା y, ଏଟା ହେଲା y ଡ୍ୟାସ୍। ଆମେ ଲେଖଚିତ୍ର ମାଧ୍ୟମରେ ଏ ସମୀକରଣ ଦୁଇଟା ସମାଧାନ କରିବା ଏବଂ ତାର ନୋଟ୍ କରିବା। ଏଟା କେତେଟା ସମାଧାନ ବାହାରୁଛି, ଗୋଟିଏ କି ଦୁଇଟା କି ଟୋଟାଲ ସମାଧାନ ବାହାରୁନି, ସେ ଅନୁସାରେ ଆମେ କିଛି ସିଦ୍ଧାନ୍ତ ବାହାର କରିବା। ସମୀକରଣ ମାନେ ଯୋଉଟା ପ୍ରଥମରୁ କହିଥିଲେ, ଆମେ କିଛି ସିଦ୍ଧାନ୍ତରେ ଉପନୀତ ହେବା, ତ ଏଇ ଜିନିଷ ହିଁ ଆମେ ସେଥିପାଇଁ କରୁଛୁ। ତାହେଲେ ଆମେ ବର୍ତ୍ତମାନ କ'ଣ କରିବା ନା ଲାଇନ୍ 1 ର x ର ମୂଲ୍ୟ ହେଲା କେତେ ନା 1, 2, 3, 4, 5 ଆମେ ନବା। ଏଠି 1, 2, 4, 5। ସେମିତି y ର ମୂଲ୍ୟ ନବା 1, 2, 3, 4, 5। ତଳେ ସେମିତି ନବା -1, -2,
-3 -4 ଏପଟେ ସେମିତି ନେବା -1 -2 -3 -4 -5 ତ ଏମିତି ଆମେ ନେଇ ଚାଲିବା। ତ ଲାଇନ୍ 1 ଯୋଉ ଦେଇଛି x ର ମୂଲ୍ୟ ହେଲା 1 ତାମାନେ x ଏଇଟା ଏଠି ଗଲେ ଆମେ ଏଇଟା ହେଲା 1 y ର ମୂଲ୍ୟ ହଉଛି କେତେ ନା -3 -3 ମାନେ ତଳକୁ ଆସିବ ତାମାନେ ଏଇଟା ହେଲା -3 ଏଇଟା ହେଲା କେତେ 1 ଏଇଟା ହେଲା ଗୋଟେ ବିନ୍ଦୁ ଗୋଟେ ପଏଣ୍ଟ ବାହାରିଲା x y କୁ ନେଲେ ଏ ପଏଣ୍ଟ ନା ହଉଛି କେତେ ନା 1 ଆଉ -3 ହେଲା। ତାହେଲେ ଆଉ ଗୋଟେ ବିନ୍ଦୁକୁ ଆମେ ଯିବା 3 -2 x ରେ ଆମେ ଯିବା କେତେ 3 ଏଇଟା ହେଲା -2 ତାମାନେ ଯଦି ଆମେ ଯିବା ଏଠିକି 3 -2 ଏଇଠି ଗୋଟେ ବିନ୍ଦୁ ବାହାରିଲା ତାହେଲେ ଏଇଟା ହେଲା କଣ x ହେଲା 3 y ହେଲା -2 ତାହେଲେ ବର୍ତ୍ତମାନ ଆମେ କଣ କରିବା ନା ଦିଟା ବିନ୍ଦୁ ହେଇଗଲା ଆମେ ଦିଟା କଣ କରିବା ଗୋଟେ ସରଳ ରେଖା ଅଙ୍କନ କରିବା ଏଇଟା ଏଠି ଛେଦ କରିବ ଏ ଦିଟାଙ୍କ ଅକ୍ଷକୁ ଏ ସରଳ ରେଖାଟା ଛେଦ କରିବ କରିଛି ତାହେଲେ ଆମର ଦିଟା ବିନ୍ଦୁ ବାହାରିଲା ଦିଟା ମୂଲ୍ୟ ପାଇଁ ଗୋଟେ ସରଳ ରେଖା ଅଙ୍କନ ହେଲା ସେଟା ହେଲା L1 ସରଳ ରେଖା ତାପରେ ଆମେ L2 ଏଇଟା ସମୀକରଣ 2 L2 ର ମୂଲ୍ୟ ପକେଇବା ସେମ୍ x ହେଲା କେତେ 1 y ହେଲା -3 ଏଠି ଲେଖା ହେଇଛି ଏଇଟା ଆଚ୍ଛା y ହେଲା ଯୋଉ ନେକ୍ସଟ ହେଲା x ର ମୂଲ୍ୟ -4 ତାମାନେ ତଳକୁ ଆସିଲା ଏଠି -4 ଅଛି y ର ମୂଲ୍ୟ 2 ତାମାନେ ଏଇଠି ଏଟା ହେଲା କେତେ ନା -4 ଆଉ 2 ଏ ବିନ୍ଦୁଟା ତାହେଲେ ଏଇ ବିନ୍ଦୁ ଆଉ ଏ ବିନ୍ଦୁ ଏ ଦିଟା କଣ କରିବ ଗୋଟେ ସରଳ ରେଖା ଅଙ୍କନ ହବ ତାର ନାଁ ହବ କଣ ନା L2 ବୁଝିହେଲା ମାନେ ବହୁତ ସାଧାରଣ ଭାବରେ ଆମେ ଜାଣିପାରିଲୁ ତାହେଲେ ଏଇଠି ଆମର ଦିଟାଙ୍କ ସରଳ ରେଖା ଗୋଟେ ବିନ୍ଦୁରେ ଛେଦ କଲା ଯାହାର ମୂଲ୍ୟ ହଉଛି 1 ଆଉ -3 ମାନେ x ର ମୂଲ୍ୟ ହଉଛି 1 y ର ମୂଲ୍ୟ ହଉଛି -3 ତାହେଲେ ଏଠି ଆମେ ଯେହେତୁ ସରଳ ରେଖା ଦିଟାଙ୍କ ପରସ୍ପରକୁ ଗୋଟିଏ ବିନ୍ଦୁରେ ଛେଦ କରିଛନ୍ତି ତାହେଲେ ଆମେ ଏଠି ନିର୍ଣ୍ଣୟ ସମାଧାନ କେବଳ ଗୋଟିଏ ହିଁ ବାହାରିବ ପ୍ରଥମେ ଆମେ ଜାଣିଦବା କେବଳ ଗୋଟିଏ ସମାଧାନ କେବଳ ଗୋଟିଏ ସମାଧାନ କଣ ନା ଦେଖ ଏଟା କମନ ସାଧାରଣରେ ଅଛି 1 -3 ଏଠି ବି ସେ ଅଛି 1 -3 ତାହେଲେ ନିର୍ଣ୍ଣୟ ସମାଧାନ ଆମେ ଏଠି ଲେଖିବା ନିର୍ଣ୍ଣୟ ସମାଧାନ 1 -3 ତାମାନେ ଏଠୁ ବୁଝା ପଡିବ ଯେ x ର ମୂଲ୍ୟ ହଉଛି 1 ଆଉ y ର ମୂଲ୍ୟ ହଉଛି -3 ବୁଝିଗଲା ତାହେଲେ ଆମେ ଏକ୍ସାମ୍ପଲ 1 ରେ ବି ଦେଖିଥିଲେ ସେ ଗୋଟିଏ ସମାଧାନ ବାହାରିଥିଲା ଏକ୍ସାମ୍ପଲ 2 ରେ ମଧ୍ୟ ଦେଖିଲେ ସେଇ ଗୋଟିଏ ସମାଧାନ ବାହାରିଲା ଲେଖଚିତ୍ର ଅନୁସାରେ ଆମେ ସମାଧାନ କଲେ ତାହେଲେ ଆମେ କଣ କରିବା ଏବେ ନା ଏକ୍ସାମ୍ପଲ 3 ଦେଖିବା ଉଦାହରଣ 3 ଦେଖିବା ତ ସେଇଠି ଆମର କେତେ ସମାଧାନ ବାହାରୁଛି ଆଉ କେମିତି ଆମେ ଲେଖଚିତ୍ରରେ ଦେଖିବା ତାହେଲେ ଦେଖିବା ତାହେଲେ ଆମେ ଏବେ ଏକ୍ସାମ୍ପଲ 3 ଦେଖିବା ତ ଏକ୍ସାମ୍ପଲ 3 ରେ ଆମେ କଣ ଲେଖା ହେଇଛି ଆମେ ଦେଖିବା ତ ଏକ୍ସାମ୍ପଲ 3 ରେ ଦୁଇଟା ଦେଇଛି ଗୋଟେ a ଦେଇଛି ଆଉ ଗୋଟେ b ଦେଇଛି a ରେ ଦିଟା ସମୀକରଣ ଦେଇଛି ଆଉ b ରେ ଦିଟା ସମୀକରଣ ଦେଇଛି ତ ଆମେ ଆগে ଏଟାକୁ ଆଲୋଚନା କରିବା ତାପରେ b ପାଖକୁ ଯିବା ଦିଟା ଲେଖଚିତ୍ର କରିକି ଆମେ ତାକୁ ଦର୍ଶେଇବା ଯେଠି କେତେଟା ସମାଧାନ ହଉଛି ଆଉ କଣ ସମାଧାନ ବାହାରୁଛି ତେଣୁ ଏଇ ଦିଟାଙ୍କ ଇକ୍ୱେସନ କୁ ଦେଖ ଲେଖାଛି x plus y minus 3 is equal to 0 नेक्स्ट दुई इक्वेशन ने ଦେଇଛି 2x plus 2y minus 6 is equal to 0 ତା ମାନେ ଏଠି ଗୋଟେ କଥା ଲକ୍ଷ୍ୟ କର ଯେ x ର ଏଠି 2 ଗୁଣ ହେଇଛି y ର 2 ଗୁଣ ହେଇଛି 3 ର ବି 2 ଗୁଣ ହେଇଛି ତା ମାନେ ଯଦି ଆ ଦେହରେ ଆମେ ଟୋଟାଲ ହୋଲ 2 ହରଣ କରିଦେବା
भाग करदे 2 द्वारा ताले कौन हम ना से मूल्यटा बाहर एक्स प्लस वाई माइनस 3 इक्वेशन 1 बाहर तेणु एठू स्पष्ट जना पड़ुची जे जदि आम तार मूल्य बाहर करवा एक्स आउ जदि हम टेबल करवा एक्स आउ वाई रो मूल्य पकेइबा जदि आम एठी एक्स रो मूल्य पकेइबा वाई रो मूल्य पकेइबा दुटा मूल्य नबा देख मनकर एठी आम पुणी थे सेमती भाग करदे ये एक्स प्लस वाई माइनस 3 एक्स प्लस वाई माइनस 3 इजिकल टू के 0 सिंपल आम जब एक्स रे परिणत करवा वाई रे परिणत करदे एक्स टाकू तमें यहाँ माइनस 3 यहाँ के प्लस 3 एटा माइनस वाई 3 माइनस वाई जदि आम ये वाई जगह आम कौन नवा ना 0 नहीं जावा ताले 3 रु 0 गले के ना 3 हो जदि आम वाई जगह 0 नहीं गले ताले एक्स मूल्य के 3 हो गला जनरल जदि आम वाई जगह 3 नहीं जावा ताले एक्स मूल्य के ना 0 हो दुटा बिंदु बाहरी गला एक्जाक्टली आम एटा को सरल कले है से यारी ऊपर ही लेखचित्र दर्शाई दौर लेखचित्रटा आगे देखा तापर जापर एक्स एक्स डैश वाई वाई डैश ताले आमर 1 2 3 4 एटा 1 2 3 4 ताले से कहूँ एक्स रो मूल्य है केते ना 3 शून्य ताले यही पॉइंट है कौन 3 आउ 0 यही पटे जो पॉइंट अच्छी यहाँ हो कौन 1 2 3 0 है यहाँ हो कौन ना एक्स एक्स 0 यहाँ वाई 3 0 आउ 3 ये बिंदुटा है एटा गोटे बिंदु एटा गोटे ताले बर्तमान यहाँ कौन दुटा बिंदु है गोटे सरल रेखा हो गला अच्छा से जो देछि 2x प्लस 2y माइनस 6 बर्तमान से आसूची ये आम जिते भी मूल्य बाहर करवा 2x प्लस 2y माइनस 6 देछि आर जिते आम मूल्य बाहर करवा सबु जाक यही सरल रेखा उपर गोटे देखा आम गोटे बाहर करके देखा बर्तमान लिखाई 2x प्लस 2y माइनस 6 इजिकल टू 0 अच्छा आम जब ये एक्स लिखा एक्स इजिकल टू कौन हो ना सेपटू पलैब किए 6टा 6 पलैले हो कौन ताल जदि आम ये कौन करवा ना एक्स मूल्य बाहर 6 2y अच्छी हो कौन ना माइनस 2 डिवाइडेड बाय केते हो ना 2 हो 2 एपटे कौन हो गुणन हो सेपटू गले हरण हो ताल जदि आम सेम से कथाटा कहले 2 कमन लेके ताको जदि हरण करवा ताले x रो मूल्य केते बाहर ना ये जोटा नहीं एक्स प्लस वाई माइनस 3 टा ही बाहर ता माने आमर जदि आम सरल करवा ताले सेटा बाहर जे एक्स इज इक्वल टू नेक्स्ट जोटा है गला 3 माइनस एक्स इज इक्वल टू कौन हो 3 माइनस वाई ये मूल्यटा बाहर ताले जदि यहीटार भी आम बाहर कर एक्स इजिकल टू 3 माइनस वाई बाहर 3 माइनस वाई बाहर आम कौन करवा ना ये जो मूल्य नवा ये मनकर जब वाई जगह आम 2 भी नौ 2 नवा मनकर वाई जगह जब 2 नवा ताले एक्स मूल्य के 3 रु 2 गले के हम 1 3 2 गला के 1 तेरे 2 आ 1 जो बिंदुटा रहिला सेटा कोठी रहइबो 2 आ जो y ର मूल्य केते हैला
ସରି ଏଟା ଉଲ୍ଟି ଗଲା। ଯଦି y ର ମୂଲ୍ୟ ଆମେ 2 ନବା, ଏଟା y ର ମୂଲ୍ୟ 2 ଆଉ x ର ମୂଲ୍ୟଟା ବାହାରିବ 3 ରୁ 2 ଗଲା 1, ଏଠି ବାହାରିଲା 1। ବୁଝିହେଲା? ତାମାନେ ଯଦି ଆମର ଏଠି ଆଉ ଗୋଟେ କରିଦଉଛି ବାକ୍ସ x ର ମୂଲ୍ୟ ଆଉ y ର ମୂଲ୍ୟ। y ର ମୂଲ୍ୟ ଯଦି ଆମେ 2 ନବା ତାହେଲେ x ର ମୂଲ୍ୟଟା କେତେ ବାହାରିବ ନା 1। କଥା ଏତିକି। ତାମାନେ ଏଇଠି ଯୋଉ ଆସିଲା 1 x ର ଆକୁ ଆମେ ବଢେଇଦବା ଆଉ 2ଟାକୁ ବଢେଇଦବା, ତାହେଲେ ଏଇଠି ଯୋଉ ବିନ୍ଦୁଟା ହବ ତାର ମୂଲ୍ୟଟା କେତେ ହେଲା? x ହେଲା 1, ଏଟା ହେଲା 2। ତାହେଲେ ସେ ଯୋଉ ବିନ୍ଦୁଟା ରହିଲା ଆମେ ଇକ୍ୱେସନ 2 ଟୁ ବାହାର କଲେ ସେ ବି ମଧ୍ୟ କୋଉଠି ରହିଲା? ଏ ଲାଇନ 1 ଉପରେ ରହିଲା। ତାମାନେ ଏଇ ଯୋଉ ଇକ୍ୱେସନ ଦିଟାକ ଦେଇଛି ସେଇଠି କ'ଣ ନା ଦିଟା ଇକ୍ୱେସନ ଦେଇଛି କିନ୍ତୁ ତାର ମୂଲ୍ୟ ହଉଛି ଗୋଟିଏ। ତାର ସମାଧାନ ଆମର ଅନେକ ଗୁଡ଼ିଏ ଏଠି ଯେତେ ଆମେ ବିନ୍ଦୁ ବାହାର କରିପାରିବା। ଏଠି ସେମିତି କି ଛକି ବି ଆଉ ଦିଟା ସରଳରେଖା ପରସ୍ପରକୁ ଛେଦ କରୁନାହାନ୍ତି। ତେଣୁ ଆମର ଏଠି x ଆଉ y ର ମୂଲ୍ୟଟା ବା ସମାଧାନଟା ଆମେ ଅନେକ ବାହାର କରିପାରିବା। ତେଣୁ ଏଇଟା ହଉଛି ଗୋଟେ କଥା ଯେ x ଆଉ y ର ମୂଲ୍ୟ ଅସଂଖ୍ୟ। ଏଠି ଅସଂଖ୍ୟ ସମାଧାନ ହେଇପାରିବ। x ଓ y ର ମୂଲ୍ୟ ହେଉଛି ସମୀକରଣର କ'ଣ ସମାଧାନ ବାହାରିବ। ତାହେଲେ ଏଇ ଯଦି ଆମେ ଦିଟାଙ୍କ ସମୀକରଣକୁ ନବା ତାହେଲେ ଏଇ ଦିଟାଙ୍କ ସମୀକରଣର ଅସଂଖ୍ୟ ସମାଧାନ ରହିବ। ମାନେ ଗୋଟେ ଯେହେତୁ ଦିଟାଙ୍କ କ'ଣ ସମୀକରଣ ଗୋଟେ ଲାଇନ ଉପରେ ଅଛନ୍ତି, ଏଟା ଲାଇନ 1 ଉପରେ ଅଛି, ଲାଇନ 2 ବି ଅଛି। ତାହେଲେ ବୁଝିହେଲା। ନେକ୍ସଟ ଆମେ ସେଇଟା ଥାଉ, ଆମେ ଦେଖିବା ଏଠି ଆଉ ଟିକେ ଦେଖିବା b କି ଦେଖିବା। b ଯୋଉ ଦେଇଛି ଆମେ ବର୍ତ୍ତମାନ b ଟାକୁ ବି ଦେଖିବା। ତାହେଲେ ଦେଖ ଏଟା ହେଲା y ଡାଶ ହେଲା। ଆଚ୍ଛା x ପ୍ଲସ୍ y ମାଇନସ୍ 3 ଏଇଟା ଦେଇଛି, a ରେ ବି ଦେଇଛି ଇକ୍ୱେସନ 1 ରେ। ତାହେଲେ ଏଇ ସରଳରେଖାଟା ଆମର ଠିକ ଅଛି, ଏଟା ଲାଇନ 1। ଏଇ ସମୀକରଣ ଯୋଉ b ସମୀକରଣ ଏଇଟା ପାଇଁ ଏ ସରଳରେଖାଟା ଠିକ ଅଛି। କିନ୍ତୁ ଯଦି ଆମେ x ପ୍ଲସ୍ y ମାଇନସ୍ 5 ର ମୂଲ୍ୟ ନବା, ଆ ପାଇଁ ଆମେ ଦିଟା ମୂଲ୍ୟ ନବା। କେମିତି ନବା ନା ଟେବୁଲ କରିବା। ଏଟା ହେଲା x, ଏଟା ହେଲା y, ଦିଟା ମୂଲ୍ୟ ନବା। ଯଦି ଆମେ y ଜାଗାରେ କେତେ ବସେଇବା ନା ସେପଟକୁ ନେଇଯିବା ଆମେ x ଇଜିକାଲ ଟୁ 5 ମାଇନସ୍ y ହେଇଯିବ। x ପ୍ଲସ୍ y ମାଇନସ୍ 5 ଇଜିକାଲ ଟୁ 0, so this implies x ଇଜିକାଲ ଟୁ କେତେ 5 ମାଇନସ୍ y। ତାହେଲେ ଏଇଠି ବର୍ତ୍ତମାନ କ'ଣ ହେଲା ନା y ଜାଗାରେ ଆମେ ଯଦି 3 ପକେଇବା, y ଜାଗାରେ ମନେକର 3 ପକେଇବା, ତାହେଲେ 5 ରୁ 3 ଗଲେ କେତେ ହବ? x ହେଇଯିବ 2 ଗଲା। ଆଚ୍ଛା ଯଦି ଆମେ y ଜାଗାରେ 5 ପକେଇବା ତାହେଲେ 4 ପକା, 4 ପକେଇଲେ 5 ରୁ 4 ଗଲେ x ର ମୂଲ୍ୟ କେତେ ହେଇଯିବ? 1। ତାହେଲେ ଆମେ ବର୍ତ୍ତମାନ ଏଟା ସରଳରେଖାରେ ଦେଖିବା। ଲେଖ ଚିତ୍ର ଦେଖିବା। ଏଠି x ର ମୂଲ୍ୟ ହେଲା କେତେ ନା 2, ଏଇଠି y ର ମୂଲ୍ୟ କେତେ ହେଲା ନା 3, y ର ମୂଲ୍ୟ ଉପରକୁ ଯିବ, ଏଟା 2, ତାହେଲେ ଏଠି ହେଲା 1 2 3, ଏଇଠି ଏଟା 2 ଏଟା 3, ଏଠି 3 ହେଇଛି, ଏଟା 2 ଆଉ 3। ଆଚ୍ଛା ଏଟା 1, ତାପରେ ନେକ୍ସଟ 1 ଏଟା 4, ଏଠିକି ହେଇଯାଉଛି, ଏଟା 4 ଏଟା ହଉଛି 1, ତାପରେ ଏଟା ହେଲା 1 ଆଉ 4। ଦିଟା ବିନ୍ଦୁ ବାହାରିଲା, ଆମେ ତାକୁ କ'ଣ କରିବା ଲମ୍ବେଇ ଦବା। ଏଟା ହେଲା L2 କାର b ସମୀକରଣର ଯୋଉ ଦିଟା ଦେଇଛି
ତାର ଆମେ ସମାଧାନ କଲେ ଦୁଇଟା ସରଳରେଖା ବାହାରିଲା। ସେ ଦୁଇଟା ଯାକ ସରଳରେଖା ସମାନ୍ତରାଳ ଅଛି। ଦେଖ ଆର କୌଣସି କମନ ପଏଣ୍ଟ ନାହିଁ, ଏଠି ସାଧାରଣ ଉପାଦାନ ନାହିଁ, ଆମେ କେମିତି ତାର ସମାଧାନ ବାହାର କରିବା? ତେଣୁ ଯଦି ସାଧାରଣ ନ ରହିବ, ସାଧାରଣ ଯଦି ଆମର ପଏଣ୍ଟ ଆମେ ଯୋଉ କହୁଛନ୍ତି ଛେଦ ବିନ୍ଦୁ ନ ରହିଲା, ତାହେଲେ ଆମର ସେଠି ସମାଧାନ ଅସମ୍ଭବ। ବୁଝିହେଲା? ତାହେଲେ ଆମେ ଏଠି ଲେଖଚିତ୍ର ମାଧ୍ୟମରେ କ୍ଲିଅର ଭାବରେ ବୁଝିପାରିଲେ ଯେଠି ସମାନ୍ତର ସରଳରେଖା ଏଥିରୁ ଆମେ ବାହାର କଲେ ଆର ସମାଧାନ କୌଣସି ସମ୍ଭବ ନୁହେଁ। ତାହେଲେ ଏଭଳିଆ ଯେତେ ସମୀକରଣ ଆସିବ ତାହେଲେ ତାର ସମାଧାନ ଅସମ୍ଭବ। ବୁଝିହେଲା? ତାହେଲେ ଆମେ ବର୍ତ୍ତମାନ ଏକ୍ସାମ୍ପଲ 1, 2, 3ରେ ଯୋଉ ଏକ୍ସାମ୍ପଲ ଆମେ ପଢିଲେ, ଏକ୍ସାମ୍ପଲ 1, 2 ଆଉ 3 ଯାହା ପଢିଲେ ସେଥିରୁ ଆମେ କଣ ବାହାର କଲେ ଆଉ ତାର ଏ ର ମୂଲ୍ୟ ଏଠି ଆମେ ଅଛି, ଏଠି A1, B1, C1 ଯୋଉ ନେଇଛନ୍ତି ପୂର୍ବରୁ, ତ ତାର ମୂଲ୍ୟ କେତେବେଳେ କଣ ହେଲେ, କେତେବେଳେ ସମାଧାନ ଅସମ୍ଭବ ହଉଛି, କେତେବେଳେ ସମାଧାନ ଗୋଟେ ହଉଛି ଆଉ କେତେବେଳେ ଅସଂଖ୍ୟ ହଉଛି, ତ ତିନିଟା ଜିନିଷ ଆମେ ଦେଖିଲେ। ତ ତାକୁ ଆମେ ବର୍ତ୍ତମାନ ଡିସ୍କ୍ରିପସନ କରିବା ବା ଆଲୋଚନା କରିବା। ତ ଭିଡିଓ ବହୁତ ଲମ୍ବା ହେଇଯିବ, ତେଣୁ ଆମେ ଟ୍ୟୁଟୋରିଆଲ 3ରେ ଏକ୍ସାମ୍ପଲ ପର୍ଯ୍ୟନ୍ତ ଗଲେ, 3 ନମ୍ବର ଏକ୍ସାମ୍ପଲ ପର୍ଯ୍ୟନ୍ତ 1, 2, 3ରୁ ଆମେ କଣ ଶିଖିଲେ ସେଟାକୁ ଆମେ ଟ୍ୟୁଟୋରିଆଲ 4ରେ ଦେଖିବା। ତ ପିଲାମାନେ ସମସ୍ତେ ଗୋଟେ କାମ କରିବେ, 1, 2, 3 କି ଅଲଗା ଅଲଗା ମୂଲ୍ୟ ନେଇ x ର ମୁଁ ନେଇଛି 2, 3, 1, 4, ତ ଏମିତି ଅଲଗା ଅଲଗା ମୂଲ୍ୟ ନେଇକି ନିଜେ ଲେଖଚିତ୍ର ପ୍ରକାଶ କରିବେ ଆଉ ଦେଖିବେ ଯେ ସେଠି କେମିତି କଣ ସମାଧାନ ବାହାରୁଛି। ତ ଏଇଟା ଗୋଟେ ଟାସ୍କ ରହିଲା ପିଲାମାନଙ୍କ ପାଇଁ। ତ ଭାବୁଛି ଆଲୋଚନା ଗୁଡ଼ିକ ପିଲାମାନଙ୍କର ମନକୁ ନିଶ୍ଚିତ ଛୁଇଁଥିବ। ଆଉ ଯଦି କିଛି ବୁଝିବାରେ ଅସୁବିଧା ହେଉଛି ତାହେଲେ ମୋତେ କମେଣ୍ଟ ବକ୍ସରେ ଲେଖିଲେ ମୁଁ ନିଶ୍ଚିତ ଭାବରେ ତାକୁ ଆହୁରି ସରଳ ଭାଷାରେ ବୁଝିବା ପାଇଁ ଚେଷ୍ଟା କରିବି। ତ ଯଦି ମୋ ଚ୍ୟାନେଲରେ ପ୍ରଥମେ ନୂଆ କରି ଆସିଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ଲାଇକ୍ ବଟନ ଆଉ ବେଲ୍ ଆଇକନକୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା କି ମୋର ଲାଟେଷ୍ଟ ଭିଡ଼ିଓ ଯେତେବେଳେ ଆସିବ ଆଉ ଏ ଟ୍ୟୁଟୋରିଆଲ ଭିଡ଼ିଓ ମୁଁ ଚେଷ୍ଟା କରିବି ଖୁବ୍ ଶୀଘ୍ର ଆଣିବା ପାଇଁ। ତେଣୁ ପିଲାମାନେ ନିଶ୍ଚିତ ଭାବରେ ଆପଣଙ୍କର ପାଠ ପଢ଼ାରେ ସାହାଯ୍ୟ